ଏତେ ଲୋକ ବା ପାଣି ହାଣ୍ଡିକି ଦେଖିକିରି ମୁଣ୍ଡ କୁଣ୍ଡଉଥିଲେ କାହିଁକି ବା 30-40 ବର୍ଷ କଥା ଆଜ୍ଞା ସେ ଗାଁରେ କାହା ଘରେ ଆଇନା କି ଦର୍ପଣ ନାହିଁ ତେଣୁ ଗାଁ ଯାକ ଲୋକ ସବୁ ପାଣି ହାଣ୍ଡି ଦେଖିକିରି ମୁଣ୍ଡ ଫୁଣ୍ଡ କୁଣ୍ଡାନ୍ତି କି ଯାହା ଟିକେ କଣ କରନ୍ତି ଆଜ୍ଞା ସେଇ ଗାଁର ଗୋଟେ ଲୋକ ଦିନେ ଯାଇଥିଲା ଗୋଟେ ମେଳା ବୁଲିବା ପାଇଁ ଆପଣ ଯେମିତି ମେଳନ ହୁଏ ସେମିତି ଶୁଣିଲା ପାଖ ଗାଁରେ ଗୋଟେ ମେଳନ ହଉଛି ବହୁତ ଲୋକ ବିନା ବଜାର ପଡିଛି ଦୋକାନ ବଜାର ପଡିଛି ଇଏ ଲୋକଟି ଯାଇକି ପହଞ୍ଚିଗଲା ବିନା ବଜାରରେ ଯେମିତି ପହଞ୍ଚିଲା ଆଚ୍ଛା ବିଭିନ୍ନ ଦୋକାନ ଯେମିତି ଆପଣ ସବୁ ଚାଟ ସବୁ ଆଇସ୍କ୍ରିମ ସବୁ ଲାଗିନି ଦୋକାନ ତା ମାନେ ସେ ଦୋକାନ ସବୁ ଲାଗିଛି ଇଏ ସବୁ ଦୋକାନ ବୁଲି ବୁଲି ଦେଖିଲା ବେଳେ ତା ନଜର ପଡିଗଲା ଗୋଟେ ଆଇନା ମାନେ ଦର୍ପଣ ଦୋକାନ ଅଛି ମିରର ଦୋକାନ ଇଏ ଯେତେବେଳେ ଯାଇକି ଆଜ୍ଞା ଦର୍ପଣ ଆଗରେ ଛିଡା ହେଇ ପଡିଛି ତାରି ଭଳିଆ ଗୋଟେ ଲୋକ ଦେଖାଗଲା ଇଏ ଆଜ୍ଞା ଯେହେତୁ ଲୋକଟା ଦେଖିଲା ଇଏ କହିଲା ଭାଇ ନମସ୍କାର ଆଜ୍ଞା ଇଏ ଯେମିତି ହାତ ଧରି ଦେଇଛି ଦର୍ପଣ ଭିତରେ ଆଜ୍ଞା ଗୋଟେ ହାତ ଧରିଦେଲା କହିଲା ବା ଚିହ୍ନା ନାହିଁ ପରିଚୟ ନାହିଁ ଇଏ ପୁରା ମତେ ନମସ୍କାର କଲାଣି କହିଲା ଭାଇ ଭଲ ଅଛନ୍ତି ଇଏ ହାତ ହଲେଇଲା ଦର୍ପଣ ଭିତରେ ସେ ହାତ ହଲେଇଲା ସିଏ ଭାବୁନି ହତ ଭାଗିଟା ମୋରି ଛଳିଗଲି ଇଏ ଯେତେବେଳେ କହିଲା ଭାଇ କଣ ଭଲଟି ସିଏ ବି ତା ଭିତରେ କହିଲା ହଁ ଭଲ ଇଏ ମନେ ମନେ ଭାବିଲା କହିଲା ଏ ଆଉ ଚାଟ ଗୁପଚୁପ ଖାଇବି କଣ ପାଇଁ ଏ ଭାଇଟାକୁ ସାଙ୍ଗରେ ନେଇଯିବି ଏ ଭଲ ବସିକିରି କଥାବାର୍ତ୍ତା କରୁছে ମୁଁ ତ ଗୋଟିକିଆ ପୁଅ ମୋର ତ ଭାଇ ଭାଇ ନାହିଁ ଆକୁ ନେଇଯିବି ଆଉ ଆଜ୍ଞା ଯୋଉ ଲୋକଟି ଦର୍ପଣ ବିକଳିଲା କହିଲା କହିଲା ଭାଇ ରେ ଏ ଭାଇଟାର ରେଟ୍ କେତେ ଦର୍ପଣ ମାନେ ମନେ ମନେ ଭାବିଲା କହିଲା ହେ ମୋର ତ ଦର୍ପଣ ବିକିବାର ଅଛି ଆକୁ କିଏ ଦର୍ପଣ ଭାବିକି ଦଉ କିଏ ଭାଇ ଭାବିକି ଦଉ ମୋର କହିଲା ଆଜ୍ଞା 20 ଟଙ୍କା ଆଜ୍ଞା ସେତେବେଳେ 20 ଟଙ୍କା ଅର୍ଥ ଆଜିକାଲି ସେଇଟା ଟଙ୍କା 2000 ଖଣ୍ଡେ ହବ କହିଲା ପଛକେ ମୁଁ କିଛି ଖାଇବିନି ଦର୍ପଣ ଗୋଟେ ନେଇକି ଘରକୁ ଯିବି ଆଜ୍ଞା ଦର୍ପଣଟାକୁ ଆଣିକି ଘରକୁ ଖାଇଲା ଯେ ଖାଇଲା ଆଜ୍ଞା ଗୋଟେ ଘରର ଗୋଟେ କୋଣେ ତାକୁ ଟାଙ୍ଗିଦେଲା କି ଯେତେବେଳେ ତ ଚାଷୀ ଲୋକ ଆଜ୍ଞା ଚାଷ କରିବାକୁ ଯିବ ଚାଷ କରି ସାରିକି ଆସିବଟି ଆଗ ଦର୍ପଣ ସାଙ୍ଗରେ ମୋତେ କଥା ହବ ଭାଇ ଭାଇ ଭଲ ଅଛୁ ଏ ଭାଇ ସକାଳୁ ଖାଇଛୁ କି ନାହିଁ ମନେ ମନେ ଭାବିଲା କହିଲା ଯାହା ହଉ ଗୋଟେ ଭଲ ଭାଇ ମିଳିଛି ଖାଇବା ନାହିଁ ପିଇବା ନାହିଁ ଯେତେବେଳେ ହସି ହସି କଥାବାର୍ତ୍ତା କରୁଛି ଆଜ୍ଞା ସିଏ ଲୋକ ତାର ଗୋଟେ ନିୟମ ହେଇଗଲା ଦିନକୁ 5-6 ଥର ଦର୍ପଣ ଆଗରେ ଛିଡ଼ା ହବ କି ଆଜ୍ଞା ଗପିବ ଏ 4-5 ଦିନ ଗଲା ପରେ ତା ସ୍ତ୍ରୀ ମନେ ମନେ ଭାବିଲା କହିଲା ହଇରେ ଏ ଆମ ଲୋକ ତ କୋଉନ କବାଟ କିଣିକିରି ଖୁସୁରୁ ଖୁସୁରୁ ହନ୍ତି ଇଏ କଣ ମାନେ ଚାଷରୁ ଆଇଲେ ଆଗ ବସିକିରି ଖାଇବା କଥା ଇଏ କଣ ନ ଖାଇକିରି ସେ ଘର ଭିତରକୁ ପଶୁଛି କବାଟ କିଣିକିରି ଗୋଟେ ଖୁସୁରୁ ଖୁସୁରୁ ହଉଛି କଣ ହେଉଛି କିରେ ଆଉ ଆଜ୍ଞା ଦିନେ ଇଏ ଚାଷୀ ଯାଇଛି ଚାଷ କରିବା ପାଇଁ ଘରେ ଏକୁଟିଆ ତା ସ୍ତ୍ରୀ ଭାବିଲା କହିଲା କାହା ସାଙ୍ଗରେ ଖୁସୁରୁ ଖୁସୁରୁ ହଉଛି ଦେଖିବା ଇଏ ମା ମାନେ କବାଟ ଖୋଲିକି ଅନେଇ ଦେଲା ବେଳକୁ ଦର୍ପଣ ଆଜ୍ଞା ଦର୍ପଣ ଆଗରେ ଦେଖିଦେଲା ବେଳକୁ ତା ମୁହଁ ତ ଦେଖାଯାଉଛି ମନେ ମନେ ଭାବିଲା କହିଲା ହେ ଇଏ ମୋ ଲୋକ ମଧ୍ୟ ଗୋଟେ 100 ପାଣି ଥୋଇଛି ଘର ଭିତରେ ବେଶ ସେଇଥିରେ ଆ ସାଙ୍ଗରେ ଖୁସୁରୁ ଖୁସୁରୁ ହଉଛି କହିଲା ଲୋ ଅଲେଖାଣି ତୁ କିଏ ଇଏ ଯେତେବେଳେ ଅଲେଖାଣି କରିକି ହାତ ଉଠେଇଛି ଦର୍ପଣ ଭିତରେ ସେ ହାତ ଉଠେଇଲା କହିଲା କଣ ହେଲା ମୋ ଘରେ ଆସିକି ମତେ ହାତ ଉଠଉଛୁ ତ ମୁହଁ ପଟେଇଦେବି ଆଜ୍ଞା ସିଏ ବି ମୁହଁ ପଟେଇ ଆଜ୍ଞା ଦି ଜଣଙ୍କ କଚିଆ ଲାଗି ଦି ଅଧ ତା ସ୍ତ୍ରୀ ବାହାରିଲା କାନ୍ଦିବ ବେଲା ଏ ମା ତମେ ଆସ ମୁଁ ତମ ଘରେ ରହିବି ଶାଶୁ ଦୌଡ଼ିଆ ଲାଗିଲେ ବୋହୁ କଣ ହେଲା କିଲୋ ନା ମା କେତେ ବିଶ୍ୱାସ କରି 20 ବର୍ଷ ପରେ ତମ ଘରେ ମୁଁ ବୋହୁ ମିଳିଲି ମୋର କଣ ଅଭିମାନ ଦେଖିଲେ କହ ତମ ପୁଅ ମତେ ଛାଡ଼ିକି ଆଉ ଗୋଟେ ବାড়িতে ରଖିଲେ ତା ସହିତ ଘୁଷୁର ଘୁଷୁର ହଉଛି ବୋହୁ କହିଲା କିଲୋ ମୋ ପିଲା ତ ସେମିତି ନୁହେଁ ସେ ତ ଆଉ କାହାକୁ ଭଲ ପାଇବନି ହେ ତୁ ଆଉ ଗୋଟେ କଣ ଦେଖୁଛୁ ନା ନାଇଁ ମା ଯା ସେ ଘରେ ଦେଖିବ କେମିତି ମୋ ଦେହ ତମଠୁ ଯିବାଡ଼ିବ ବୁଢୀ ଆଜ୍ଞା ଆଜ୍ଞା ବୁଢୀ ଆଇଲା ବେଳକୁ ବୁଢୀ ଦେଖାଗଲା କଣ ତାରି ଭଳିଆ ଗୋଟେ ପଚାରିଆ ବୁଢୀ କହିଲା ବହୁତ ମୁଣ୍ଡ ଖରାପ ହ୍ୟାଲୋ ନାନୀ ତମେ କୋଉଠୁ ଆଇଲ ଆଜ୍ଞା କାହାଠୁ ସିଏ ବି ନାନୀ କହୁଛି ବୁଢୀ କହିଲା ମୋ ବୋଉର ମୁଣ୍ଡ ଖରାପ ଆଉ ଗୋଟେ 80 ବର୍ଷର ବୁଢୀଟାକୁ ମୁଁ ପୁଅ ଆଣିଛି କହୁଛି ବୋଲେ ବୁଢୀ ଗୋଟେ ବୋହୁ କହିଲା ନାଇଁ ନାଇଁ ଏ ମୋରି ବୟସର ଗୋଟେ ସ୍ତ୍ରୀ ଲୋକ ଆଜ୍ଞା ଶାଶୁ ବୋହୁ ଲାଗିଲେ ବାଡିଆ ବାଡି ଆଉ ଇଏ କହୁଛି ବୁଢୀ ସିଏ କହୁଛି ନାଇଁ ମୋରି ଭଳିଆ ଇଏ ଦିଟା ବାଡିଆ ବାଡି ହେଲା ବେଳକୁ ଶ୍ୱଶୁର ଦୌଡ଼ି ଶ୍ୱଶୁର କହିଲା କାଇଁ ଶାଶୁ ଦେଖେନି ବୋହୁ କହିଲା ବାପା ମୁଁ ତମ ଆଉ ରହିବି ନାହିଁ ଏ ତମ ପୁଅ ଆଉ ଗୋଟେ କୋଉଠୁ ସୋପୁଣି ଆଇଲେଣି ବୁଢୀ କହିଲା ହେ ତମ ମୁଣ୍ଡ ଖରାପ ହେଇଗଲା ବୁଢୀଟାକୁ ଦେଖି କେମିତି ହଉଛି ଶାଶୁ କହିଲା ଶ୍ୱଶୁର କହିଲା ରହର ମୁଣ୍ଡ ଦେଖି ଆଜ୍ଞା ଶ୍ୱଶୁର ଗଲା ମୁଣ୍ଡ ଦେଖିଲା କଣ ତାରି ଭାଇ କହିଲା ଭାଇ ଆଜ୍ଞା ମୋ ସ୍ତ୍ରୀର ମୁଣ୍ଡ ଖରାପ ନା କଣ ଆଜ୍ଞା ବୁଝିଲ ଗୋଟେ ଭାଇ ତମେ ଆଇଲ କୋଉଠୁ ଆଜ୍ଞା ଇଏ ତାକୁ ହାସିକି କଥା ହେଲା ସେ ହସିକି କଥା ହେଲା
ବୁଢା କଲା ହେ ତମ ଦିଟାଙ୍କ ମୁଣ୍ଡ ଖରାପ ଆଲୋ ମୋର ଭଳିଆ ବୁଢାଟା ଏ ମୁଁ ବୁଢା ବୁଢାଟା ହଟିବାକୁ ମିଳିଲେ ପାଣି ବି ଘର ରଖିଛି ଆଜ୍ଞା ବୁଢା କହୁଛି ବୁଢା ବୁଢୀ କହୁଛି ବୁଢୀ ସ୍ତ୍ରୀ ଲୋକ କହୁଛି ସ୍ତ୍ରୀ ଲୋକ ତିନିଟା ଲୋକ ଲାଗିଲେ ବାଡିଆ ବାଡିଆ କେତେବେଳେ ଆଜ୍ଞା ଚାଷୀ ଆସିକି ପହଞ୍ଚିଗଲା ଦେଖିଲା ବେଳକୁ ଘରେ ରୋଷେଇ ବାସ ବନ୍ଦ ଶାଶୁ ବହୁତ ଟୁଟି ଟଣା ଟଣି ହେଇକି ବାଡିଆ ବାଡି ହେଇକି ଗଲାଣି ମୋ ଶାଶୁ ମୋ ସ୍ତ୍ରୀ କାନ୍ଦିଲା କଲା ହଇଲ ମୋ ପାଖରେ କଣ ତମେ ଅଭିଗୁଣ ଦେଖିଲ ଯେ ସେଇଟାକୁ ଆଣିକି ଆଇଲ ବୁଢୀ କହୁଛି ତୁ ଆଉ ଗୋଟେ ମା କଣ ପାଇଁ ଆଣିକି ଆଇଲୁ ବୁଢା କହିଲା ହତ ମୁଁ ତ ଥିଲି ଆଉ ଗୋଟେ ବୋପା କାହିଁକି ଗଲୁ ଆଜ୍ଞା ଚାଷୀ ମନେ ମନେ ଭାବିଲା ସବୁର ମୂଳ କାଲ ମିଶିଲା ହେଇଗଲା ସିଧା ଆଇଲା କହିଲା ତଳେ ପଛେ ଦେ ସିଏ ଦିଗପ ଭାଙ୍ଗିଗଲା ଆଉ କେହି ନାହିଁ ଆଉ ଆମ ଜୀବନଟା ସେଇଆ ଆଜ୍ଞା ଆମେ ଯେମିତି ବିଚାର କରିବା ଆମକୁ ଷଷ୍ଠୀଟା ସେଇଆ ଫଳ ଦେବ କହିଲେ ଅଙ୍ଗଦ ହନୁମାନ ପଚାରା ରାବଣ କହ କଣ୍ଠ କହ